ଆନନ୍ଦ କହିବେ, ହେଡକ୍ୱାର୍ଟରର ମିଷ୍ଟର ମଲ୍ଲିକ ମୋ ସାଙ୍ଗ। ସେ କଥା ତୁମେ ସମସ୍ତେ ଜାଣିଛ। ସେ ଏବେ ଏବେ ମୋତେ ମେସେଜ କରିଛି। ଆଉ ମୋତେ ଲେଖିଛି ସଞ୍ଜୀବ ଆଉ ପଲ୍ଲବୀକୁ ସେ ମିନିଷ୍ଟରଙ୍କ ଡ୍ୟୁଟିରେ ପଠାଇବାରୁ ସେ ସରି ବି ମାଗିଛି। ଆଉ ସେ ଏଇ କଥା ବି ଲେଖିଛି ଏମାନେ 2 ଜଣଙ୍କୁ ପଠାଇବା ପାଇଁ ସେ ବାଧ୍ୟ ଥିଲା, କାରଣ ତାକୁ ଉପରୁ ଅର୍ଡର ଆସିଥିଲା। ଆଉ ସେ ଅର୍ଡରଟା କିଏ ଦେଇଥିଲା ଜାଣିଛ? ଏମଏଲଏ ଭୈରବ ଭରଦ୍ୱାଜ। ତାପରେ ରୁବି, ପଲ୍ଲବୀ, ଆଦର୍ଶ ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ। ଏହାପରେ ବିନୋଦ କହିବେ, ତା ମାନେ ଏସବୁ ସେ ଏମଏଲଏର ଷଡ଼ଯନ୍ତ୍ର। ଓ ମାଇ ଗଡ୍, ସିଏ ତାହେଲେ ପଲ୍ଲବୀକୁ ଫସେଇବା ପାଇଁ ଏସବୁ ପ୍ଲାନିଂ କରିଛି ଭାଇ। ତାପରେ ରୁବି ଲୁଚିକି ଚାଲି ଯାଉଥିବେ ଆଉ ଦାଦିମା ଦେଖି କହିବେ, ଏ ଖାଇବା ଚୋରଣୀ, ଚାଲୁଛୁ କୁଆଡ଼େ? ହାଁ, ସେଇଠି ଠିଆ ହ। ଏମଏଲଏ ପଲ୍ଲବୀକୁ ପଠାଇବାକୁ ଚେଷ୍ଟା କରି ଏସବୁ ଷଡ଼ଯନ୍ତ୍ର କରିଛି। ତା ମାନେ ସେ ଏମଏଲଏ ଏ ଭିଡିଓ ଆଉ ଫଟୋ ସବୁ ତୋ ମୋବାଇଲକୁ ପଠାଇଥିଲା ନା? ଏବେ ମୁଁ ବୁଝିପାରୁଛି। ତୁ ସେ ଏମଏଲଏ ସାଙ୍ଗରେ ମିଶିଛୁ। ସତ କହ, ଏ କଥା ସତ ନା ମିଛ? ତାପରେ ରୁବି କହିବେ, ମୁଁ ଏମଏଲଏ ସାଙ୍ଗରେ କାହିଁକି ମିଶିବି? ମୁଁ ତ ଏଠିକାର ଫଟୋର ବି ତ ନୁହଁ। ତା ସାଙ୍ଗରେ ମୋର କ'ଣ ସମ୍ପର୍କ? ତାପରେ ଦାଦିମା କହିବେ, ଆଚ୍ଛା ତାହେଲେ ତୋ ମୋବାଇଲକୁ ଏସବୁ ଭିଡିଓ ଫଟୋ କେମିତି ଆସିଲା? କିଏ ପଠେଇଲା? ହାଁ, ତା ନାଁଟା କ'ଣ କହ? ତାପରେ ରୁବି ଡରି ଡରି କହିବେ, ମୁଁ ସେ କଥା କେମିତି ଜାଣିବି? ସେ ସବୁ ଫଟୋ ତ ଅନ୍ୟ ନମ୍ବରରୁ ଆସିଥିଲା। ତାପରେ ଦାଦିମା କହିବେ, ମୁଁ ତୋ କଥା ଠିକ୍ ବୁଝିପାରୁଛି। ଏ ଘରର ସବୁଠୁ ବଡ଼ ବଦମାସ ହଉଛୁ ତୁ। ତୁ ହିଁ ଏସବୁ ଘଟିଆ ବଦନାମ ମୋ ପଲ୍ଲବୀ ଉପରେ ଲଦି ଦେଇପାରିବୁ। ଆଉ ସେଇଥିପାଇଁ ସେ ଜାଣିଶୁଣି ଏସବୁ ଫଟୋ ଆଉ ଭିଡିଓ ତୋ ମୋବାଇଲକୁ ପଠେଇଛି। ହଁ, ଭଗବାନ ନ କରନ୍ତୁ ସେ ଏମଏଲଏ ମୋ ସାମ୍ନାକୁ ନ ଆସୁ। ଯଦି ଆସିଲା ତାହେଲେ ସେଇଦିନ ତାର ଏମିତି ଅବସ୍ଥା କରିବି ଯେ ସେ ତାର ନିଜ ବୋପାର ନାଁ ଭୁଲିଯିବ। ହଁ। ତାପରେ ରୁବି ଚାଲି ଯାଉଥିବେ ଆଉ ଦାଦିମା କହିବେ, ଏ ରହ, କୁଆଡ଼େ ଯାଉଛୁ? ହାଁ। ତାପରେ ପଲ୍ଲବୀକୁ କହିବେ, ପଲ୍ଲବୀ, ଏ ଆଜି ମହାପାତ୍ର ଖାନଦାନର ବୋହୂ ଉପରେ କଲଙ୍କ ବୋଝ ଲଦି ଦେବାକୁ ଚେଷ୍ଟା କରୁଥିଲା। ତ ଏବେ ତୁ ହିଁ କହ, ୟାକୁ କି ଶାସ୍ତି ଦିଆଯିବ? ତୁ ଯାହା କହିବୁ ସେ ସଜା ଭୋଗିବାକୁ ବାଧ୍ୟ। ତାପରେ ରୁବି ପଲ୍ଲବୀଙ୍କ ପାଖକୁ ଆସି କହିବେ, ମୋର ଭୁଲ ହେଇଯାଇଛି ପଲ୍ଲବୀ, କ୍ଷମା କରିଦେ ମୋତେ। ଆରେ ମୁଁ ବା କେମିତି ଜାଣିବି ପ୍ରକୃତ ସତ କ'ଣ? ମୋ ପାଖକୁ କେହି ସେସବୁ ଫଟୋ ଭିଡିଓ ପଠେଇଲା। ତାକୁ ଦେଖି ମାୟା ଆଉ ତା ପରିବାର ପାଇଁ ଯାହା ମଙ୍ଗଲ ମୁଁ ସେଇଆ ହିଁ କଲି। ଛାଡ଼, ସେ ଯାହା ହଉନା କାହିଁକି, ମୋର ଭୁଲ ହେଇଯାଇଛି। ମୁଁ ତତେ କ୍ଷମା ମାଗୁଛି। ତୁ ତ ପୋଲିସ ବାଲି, ତୁ ମୋତେ ଆଉ ସଜା ଦେନି। ମୁଁ ପଛେ ଏଇ ମୁହୂର୍ତ୍ତରେ ଘର ଛାଡ଼ି ଚାଲିଯିବି। ରହ, ମୁଁ ନୀଲମକୁ ଡାକୁଛି। ଆମେ ମା ଝିଅ 2 ଜଣ ଯାକ କାଲି ସକାଳୁ ଏଠୁ ଚାଲିଯିବୁ। ହଁ, ଚାଲିଯିବୁ ଆମେ। ତାପରେ ଗୌରବ କହିବେ, ଆଚ୍ଛା, କାଲି ସକାଳୁ ପୁଣି ଚାଲିଯିବେ? ତାହେଲେ ଡାକନ୍ତୁ ଆପଣଙ୍କ ଝିଅକୁ। ତାପରେ ରୁବି କହିବେ, ହଁ, ଡାକୁଛି ନା, କହି ନୀଲମକୁ ଡାକନ୍ତି। ତାପରେ ଗୌରବ କହିବେ, ଆପଣଙ୍କ ଡାକ ଶୁଣି ଆପଣଙ୍କ ଝିଅ ଏଠିକି ଆସିବନି ରୁବି ଆଣ୍ଟି। ସେ ଏ ଘରେ ଥିଲେ ତ ଏଠିକି ଆସିବ ନା? ତାପରେ ରୁବି କହିବେ, ମାନେ କ'ଣ କହିବାକୁ ଚାହୁଁଛୁ ତୁ? ତାପରେ ଗୌରବ କହିବେ, ଆପଣଙ୍କ ମୋବାଇଲକୁ ପଲ୍ଲବୀଙ୍କ ବିଷୟରେ ଯେମିତି ଭିଡିଓ ଆସିଛି, ମୋ ପାଖରେ ନୀଲମର ଗୋଟେ ଭିଡିଓ ଅଛି। ଦେଖିବେ, ନୀଲମ ସମସ୍ତଙ୍କଠୁ ଲୁଚିକି ବାହାରକୁ ଚାଲି ଯାଇଥିବାର ଭିଡିଓ ଦେଖିବେ। ଆଜି ସକାଳୁ ଖାସ୍ ଏଇ କାରଣ ପାଇଁ ଘରେ ଏତେ ବଡ଼ ତାମସା ହେଲା। ତଥାପି ସେ ସନ୍ଧ୍ୟାରେ ସମସ୍ତଙ୍କଠୁ ଲୁଚିକି ବାହାରକୁ ଚାଲି ଯାଇଛି ମାଲ୍ ପିଇବା ପାଇଁ ଆଉ ତା ସାଙ୍ଗମାନଙ୍କ ସହିତ ମୌଜ ମସ୍ତି ଓଏସ୍ କରିବା ପାଇଁ। ତାପରେ ଆଦର୍ଶ କହିବେ, କ'ଣ ହେଲା ରୁବି ମାଉସୀ, ଏବେ ତମେ କିଛି କହିବ? ମୋ ପଲ୍ଲବୀ ରାତିରେ ଡ୍ୟୁଟି କରୁଛନ୍ତି। ଆଉ ବାହାରେ ସେଠି ବି ରହୁଛନ୍ତି। ଆଉ ତମେ ସେଇଥିପାଇଁ ତାଙ୍କ ଉପରେ ଏତେ ଘଟିଆ ଆରୋପ ଲଗଉଛ। ତମ ଝିଅ ବାହାସାହା ହେଇ ରାତି ଅଧରେ ଅଲଗା ପୁଅମାନଙ୍କ ସହିତ ମଦ ପିଇ ଓଏସ୍ କରୁଛନ୍ତି। ସେଇଥିପାଇଁ ତମେ ତାଙ୍କୁ କିଛି କହିବନି? ତ ଦର୍ଶକ ବନ୍ଧୁ, ଏବେ କ'ଣ ଦାଦିମା ରୁବିକୁ କ'ଣ ସଜା ଦେଲେ ଭଲ ହୁଅନ୍ତା? ଆମକୁ କମେଣ୍ଟ କରି ଜଣାନ୍ତୁ।